ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ସମ୍ପନ୍ନ ହେବା ପରେ ରାମାୟଣ ନାଟକ ମଞ୍ଚସ୍ଥ ହେଉଥିଲା। ତେଣୁ ସେହି ନାଟକ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କର ସମାଗମ ହୋଇଥିଲା। ତେବେ ରାମାୟଣ ନାଟକରେ ରାମଚନ୍ଦ୍ରଙ୍କ ବନବାସ ଯିବା ଦୃଶ୍ୟ ପୂର୍ବରୁ ଘଟିଥିଲା ବଡ଼ ଅଘଟଣ। ମଞ୍ଚ ଉପରେ ମନ୍ଥରା ଚରିତ୍ରରେ ଅଭିନୟ କରୁଥିବା ଜଣେ ବରିଷ୍ଠ କଳାକାର ହଠାତ୍ ସେହି ମଞ୍ଚ ଉପରେ ହିଁ ଟଳି ପଡ଼ିଥିଲେ। ତେଣୁ ସଙ୍ଗେ ସଙ୍ଗେ ନାଟକ ବନ୍ଦ ହେବା ସହ ତାଙ୍କୁ ମେଡିକାଲକୁ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି ଅଭାବନୀୟ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କନୁଆଗାଁ ବ୍ଲକର ସାଇନପଡ଼ା ଗାଁରେ। ସାଥୀ କଳାକାରଙ୍କୁ ହରାଇ ଅନ୍ୟ କଳାକାରମାନେ ଅତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଯଜ୍ଞରେ ରାମାୟଣ ନାଚ ଆମେ ମଞ୍ଚସ୍ଥ କରୁଥିଲୁ, କିନ୍ତୁ ସିଏ ହେଉଛି ବହୁତ ପୁରୁଣା ବରିଷ୍ଠ କଳାକାର। କିନ୍ତୁ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେଲା। ଅସୁସ୍ଥ ହେଲା ପରେ ତାଙ୍କୁ ଆମେ କନୁଆଗାଁ ସିଏସ୍କୁ ଆମେ ନେଇଥିଲୁ। ସେତେବେଳକୁ ଡକ୍ଟର ମୃତ ଘୋଷଣା କଲା ପରେ ଆମେ କମିଟି ଏବଂ ଗାଁ ସବୁ ଆମେ ମର୍ମାହତ, ଆଉ ତାଙ୍କ ବିଷୟରେ କହିବାକୁ ଆଉ ଆମର ସାହସ ହେଉନି। ତାଙ୍କ ଭଳିଆ ଲୋକ ଆଉ ଏ ଦୁନିଆରେ ମିଳିବେ ନାହିଁ। ସିଏ ସଭାପତି ବି ଥିଲେ, ସିଏ କଳାକୁ ବଞ୍ଚାଇ ରଖିଥିଲେ। ସେଥିପାଇଁ ଆମେ ସମସ୍ତେ ଆଜି ସାଇନପଡ଼ା ପଞ୍ଚାୟତ ଲୋକ ମର୍ମାହତ ଅଛୁ। ତେବେ ସାଇନପଡ଼ା ଗାଁରେ ପ୍ରତିବର୍ଷ ଭଳି ଚଳିତ ବର୍ଷ 42ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ସମ୍ପନ୍ନ ହେବା ପରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ଲୋକମାନେ ନାଟକ ଦେଖି ଉତ୍ସାହିତ ରହିଥିବା ବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ଯିବା ଦୃଶ୍ୟ ଦେଖିବା ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ଏହି ସମୟରେ ରାମାୟଣ ନାଟକର ମନ୍ଥରା ଚରିତ୍ରରେ ଅଭିନୟ କରୁଥିବା ବରିଷ୍ଠ କଳାକାର ତଥା ନାଚ କମିଟିର ସଭାପତି ବୈକୁଣ୍ଠ ସାହୁ ମଞ୍ଚ ଉପରେ ତାଙ୍କର ନିଖୁଣ ଅଭିନୟ ଜାରି ରଖିଥିବା ସମୟରେ ହଠାତ୍ ମଞ୍ଚ ଉପରେ ହିଁ ଟଳି ପଡ଼ିଥିଲେ। ଏହା ଦେଖି ସମସ୍ତେ ହତବାକ୍ ହୋଇପଡ଼ିବା ସହ ଅଧାରୁ ନାଟକ ବନ୍ଦ ହୋଇଯାଇଥିଲା। ଆଉ ସଙ୍ଗେ ସଙ୍ଗେ ନାଟକ କମିଟିର ସଦସ୍ୟମାନେ ବୈକୁଣ୍ଠଙ୍କୁ କନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଏପରି ଅଘଟଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୈକୁଣ୍ଠଙ୍କ ପରିବାର ସମେତ ସାଥୀ କଳାକାର ଓ ଗ୍ରାମବାସୀମାନେ। ସମସ୍ତେ ମର୍ମାହତ ହୋଇପଡ଼ିବା ସହ ମେଡିକାଲ ପରିସରରେ ଅତି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ବୈକୁଣ୍ଠ ଏକାଧାରରେ ଜଣେ ନିଖୁଣ କଳାକାର ଥିବା ବେଳେ ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେ ମହାଭାରତ ଓ ରାମାୟଣ ନାଟକରେ ବେଦବତୀ, ଦ୍ରୌପଦୀ ଏବଂ ମନ୍ଥରା ଚରିତ୍ର ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ତେଣୁ ତାଙ୍କର ଏପରି ଅକାଳ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆମର ରାମାୟଣ ଯିବାର ପୁରା ବନବାସ ସିନ୍ରେ ମୁଁ ରାମ କ୍ୟାରେକ୍ଟର କରୁଥିଲି। ଆମ ସହ ବହୁତ କଳାକାର ଥିଲେ ମୋ ଭାଇମାନେ। ଆଉ ସେ ଆମର ପୁରାତନ କ୍ୟାରେକ୍ଟର ଗୋଟେ ମନ୍ଥରା ସେ ବୈକୁଣ୍ଠ ସାହୁ ତ ବହୁତ ନିଖୁଣ ଭାବରେ ତାଙ୍କର ଅଭିନୟ କରୁଥିଲେ। ଲୋକ ବି ତାଙ୍କୁ ଦେଖିବାର, ତାଙ୍କ କଳାକୁ ଦେଖିବାକୁ ବହୁତ ମାତ୍ରାରେ ଉପସ୍ଥିତ ଥିଲେ। କିନ୍ତୁ କ'ଣ ହେଇଗଲା କେଜାଣି, ସେଦିନ ମନେ ପଡ଼ିଲେ ପୁରା ଦେହ ଟାଙ୍କୁରି ଉଠୁଛି। ଶେଷ ଆମର ବନବାସର ଶେଷ ମୁହୂର୍ତ୍ତରେ ତାଙ୍କେ ଷ୍ଟେଜ୍ ଉପରେ ଟଳି ପଡ଼ିଥିଲେ। ତାଙ୍କୁ ଧରିକି ଆମ କମିଟି ଲୋକ ଆଣି ନୂଆଗାଁ ମେଡ଼ିକାଲ ନେଲେ। ଘଟଣାସ୍ଥଳରେ ଡକ୍ଟର ତାକୁ ମୃତ ବୋଲି ଘୋଷଣା କଲେ। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।